जे भगवानकर नाम रूप गुण लीला इत्यादि श्रवण कले आममानकर बद्ध जीवंकर उद्धार हेबो। नील चक्रे जय जगन्नाथ। नीलचक्र टीवी ओडिया चैनल को मोर समस्त भाई और भौणी मान स्वागत जन आरंभ करुँ आउ एक नूतन अध्याय। आम आसी पहुँच सारी खोर्धा जिला स्थित पल्ला ग्राम पल्लार अवस्थित अच्छा राधाकृष्ण मंदिर गौरी राधाकृष्ण मंदिर आश्रम अच्छी। आसतु देखा आज जन्माष्टमी एठार किपरि पालन हुए एवं एठाकार महंत बाबा पचारि बुझा महाप्रभुंर किपरि एठी अनुष्ठित हुए नित्य नीतिकांति एवं जन्माष्टमी पालन। जय जगन्नाथ। अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः।
ଆଜି ଆମମାନେ ସେଇ ଜନ୍ମାଷ୍ଟମୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛେ। ପ୍ରତିବର୍ଷ ସେଇ ଭଗବାନ କୃଷ୍ଣଚନ୍ଦ୍ରଙ୍କର ଶୁଭ ଆବିର୍ଭାବ ତିଥି ଉପଲକ୍ଷେ ଏହି ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୁଏ। ଭଗବାନଙ୍କର ଜନ୍ମଦିନ, ତେଣୁ ଆମମାନେ ସମସ୍ତେ ହେଉଛେ ଭଗବାନଙ୍କର ସନ୍ତାନ। ସେହି ଉଦ୍ଦେଶ୍ୟ ଜଗତରେ ଯେପରି ପୁତ୍ର କନ୍ୟାର ଜନ୍ମଦିନ ଆଡ଼ମ୍ବର ସହିତ ପାଳନ କରନ୍ତି, ସେହିପରି ଆମମାନେ ଯେହେତୁ ଭଗବାନଙ୍କର ସମସ୍ତେ ସନ୍ତାନ, ତେଣୁ ତାଙ୍କର ଜନ୍ମଦିନକୁ ପାଳନ କରିବା ହିଁ ଆମମାନଙ୍କ ପାଖରେ ସର୍ବାଦୌ କର୍ତ୍ତବ୍ୟ। ତେଣୁ ଭଗବାନ କୃଷ୍ଣଚନ୍ଦ୍ର ହେଉଛନ୍ତି ସ୍ୱୟଂ ଅବତାରୀ ପୁରୁଷ, ଲୀଳା ପୁରୁଷୋତ୍ତମ। ସେ ଜଗତକୁ ଆସନ୍ତି କାହିଁକି ନା ଆମମାନଙ୍କୁ ଅନୁଗ୍ରହ କରି ସେ ଜଗତରେ ଆସି ତାଙ୍କର ଜନ୍ମ ଲୀଳା ବିସ୍ତାର କରନ୍ତି। ଯଦିଓ ସେ ଅଜନ୍ମା, ଜନ୍ମ ନାହିଁ, ତଥାପି ସେ ଜନ୍ମ ନିଅନ୍ତି କେବଳ ଆମମାନଙ୍କୁ ଅନୁଗ୍ରହ କରି ସେ ଜଗତରେ ତାଙ୍କର ଲୀଳା ବିସ୍ତାର କରନ୍ତି। ଏପରି ଲୀଳା ବିସ୍ତାର କରନ୍ତି, ଜନ୍ମ ଲୀଳା ଠାରୁ ଆରମ୍ଭ କରି ତାଙ୍କର ବାଲ୍ୟ, ପୌଗଣ୍ଡ, କୈଶୋର ଲୀଳା ବିସ୍ତାର କରି ସେହି ଲୀଳା ମାଧ୍ୟମେ ତାଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର କରନ୍ତି। ଯେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଶ୍ରବଣ କଲେ ଆମମାନଙ୍କର ବଦ୍ଧ ଜୀବଙ୍କର ଉଦ୍ଧାର ହେବ। ଅନୁଗ୍ରହାୟ ଭୂତାନାଂ ମାନୁଷିଂ ତନୁମାଶ୍ରିତମ୍ ଭଜତେ ତାଦୃଶୀ କ୍ରୀଡ଼ା ଯା ଶ୍ରୁତ୍ୱା ତତ୍ପର ଭବେତ୍। ଏହି ଶ୍ଲୋକରେ ବିଶେଷ ଭାବରେ କହିଲେ ଯେ ଭଗବାନଙ୍କର ଅନୁଗ୍ରହ ଆମମାନଙ୍କ ପ୍ରତି ବିଶେଷ ଭାବ ରହିଥିବାରୁ ସେ ଲୀଳା ବିସ୍ତାର କରି ଆମମାନଙ୍କ ପରି ଦୁଷ୍ଟ ବ୍ୟକ୍ତି ମତିକୁ ଆକର୍ଷିତ କରନ୍ତି। ଯାହା ଶୁଣିଲେ ଆମମାନଙ୍କର ମତି ତାଙ୍କ ଆଡ଼କୁ ଆକର୍ଷିତ ହେବ ଏବଂ ଆମମାନେ ତାଙ୍କ ସମ୍ବନ୍ଧରେ କିଛି ଜାଣିପାରିବା, ଚିନ୍ତା କରିପାରିବା। ସେଇଥିପାଇଁ ଭଗବାନ କୃପା କରି ତାଙ୍କର ଲୀଳା ବିସ୍ତାର କରନ୍ତି। ଅବତାର ଲୀଳା ବା କୃପା ଲୀଳା ବୋଲି ଏହାକୁ କୁହାଯାଏ। ତେଣୁ ଭଗବାନ କୃଷ୍ଣଚନ୍ଦ୍ର ଯଦିଓ ସର୍ବଶକ୍ତିମାନ, ଇଚ୍ଛା ମାତ୍ର ସେ ସୃଷ୍ଟି ସ୍ଥିତି ପ୍ରଳୟ କରିପାରନ୍ତି, ଇଚ୍ଛା ମାତ୍ର ସେ ଅସୁରମାନଙ୍କୁ ବିନାଶ କରିଦେଇପାରନ୍ତି, କିନ୍ତୁ ଭଗବାନ ତାହା କରନ୍ତି ନାହିଁ। ସେ ଲୀଳା ବିସ୍ତାର କରି ଏହି ଜଗତରେ ସେହି ଅସୁର ମାରଣ ଲୀଳା ଇତ୍ୟାଦି କରିଥାନ୍ତି, ଯାହାଦ୍ୱାରା ବିଶେଷ କରି ସେ ଭକ୍ତମାନଙ୍କୁ ଅନୁଗ୍ରହ କରନ୍ତି। ଏଇଟା ହେଉଛି ଭକ୍ତମାନଙ୍କ ପ୍ରତି ତାଙ୍କର ବିଶେଷ ଅନୁଗ୍ରହ। ସେଥିପାଇଁ କହିଲେ ଯେ ଦେଖ, ମୁଁ ଏହି ଜଗତରେ ଯେଉଁ କ୍ରୀଡ଼ା କରି ମୋର ଭକ୍ତମାନଙ୍କୁ ଭକ୍ତାନାମ୍ ଆନନ୍ଦ ସନ୍ଦୋହଂ ପ୍ରଥିତୁଂ ପ୍ରଭୁ, ଏହିପରି ଶାସ୍ତ୍ର ପ୍ରମାଣ ରହିଛି। ଭକ୍ତମାନଙ୍କର ଆନନ୍ଦକୁ ବିସ୍ତାର କରିବା ପାଇଁ ସେ ଜଗତରେ ଏହି ଲୀଳା ବିସ୍ତାର କରିଛନ୍ତି। ତେଣୁ ସେ ଏହି ଜଗତରେ ଦେବକୀଙ୍କର ଅଷ୍ଟମ ଗର୍ଭରେ ଆସି ଆବିର୍ଭୂତ ହେଲେ କଂସ କାରାଗାରରେ ଏବଂ ସେଠାରୁ ସେ ବ୍ରଜଧାମକୁ ଯାଇ ପ୍ରବେଶ କଲେ ଏବଂ ବ୍ରଜଧାମରେ ନନ୍ଦ ଭବନରେ ସେ ତାଙ୍କର ଲୀଳା ଆରମ୍ଭ କଲେ, ବାଲ୍ୟଲୀଳା। ଏବଂ ବାଲ୍ୟଲୀଳା ମାଧ୍ୟମେ ସେ ଅନାୟାସରେ ପୂତନା ବଧ ଲୀଳା ବିସ୍ତାର କରିଥିଲେ। ଯଦିଓ ପୂତନା ଗୋଟିଏ ରାକ୍ଷସୀ, ସେ ତାଙ୍କୁ ମାରିବା ପାଇଁ ଆସିଥିଲା, କିନ୍ତୁ ଭଗବାନ ତାଙ୍କୁ ବିନାଶ କରି ଉଦ୍ଧାର କରିଦେଲେ। ତେଣୁ ପୂତନା ଉଦ୍ଧାର ଲୀଳା ବୋଲି କୁହାଯାଏ। ଏହିପରି ଭାବରେ ସେ ବ୍ରଜଧାମରେ ଶକଟାସୁରକୁ ବିନାଶ କଲେ, ତୃଣାବର୍ତ୍ତକୁ ବିନାଶ କଲେ, ବକାସୁର, ଅଘାସୁର ଏବଂ ସେ ଶେଷରେ ସେହି ଧେନୁକାସୁର ଇତ୍ୟାଦିଙ୍କୁ ବିନାଶ କରି ଲୀଳା ବିସ୍ତାର କଲେ ଏବଂ କାଳିୟ ଦମନ କଲେ। ତତ୍ପରେ ସେ ସେହି ଇନ୍ଦ୍ରର ଗର୍ଭକୁ ଖର୍ବ କରିବା ପାଇଁ ଗିରି ଗୋବର୍ଦ୍ଧନ ଧାରଣ କରି ସେ ଗିରିଧାରୀ ନାମରେ ଭୂଷିତ ହେଲେ। ଏହିପରି ସେ ବ୍ରଜଧାମରେ ପୁଣି
केशी अरिष्टासुर एमानकु विनाश करी 11 वर्ष पर्यंत ब्रजलीला विस्तार करथिले। तत्परे मथुरा को आगमन करी मथुरा रे से तांकर लीला 14 वर्ष पर्यंत कले। एहीपरि ब्रजलीला मथुरा लीला 25 वर्ष। तत्परे द्वारका धाम अरे लीला विस्तार कले 100 वर्ष। एहीपरि भगवान कृष्णचंद्र 125 वर्ष पर्यंत तांकर प्रकट लीला विस्तार करी जाई आममानकु सेई लीला माध्यम रे आकृष्ट करुछंती। तेणु भागवत ग्रंथरे तांकर लीला चरितावली विशेष भाव रे वर्णित होई अछि। जहाँ श्रवण कीर्तन कले आममानकर मंगल लाभ हेब एवं आममानकर एई मनुष्य जीवन धन्य हेब। यहाँ ही भगवानकर आविर्भाव लीलार विशेष तात्पर्य जहाँ आम माने प्रतिवर्ष पालन करुछे। वांछा कल्पतरुभ्यश्च कृपा सिंधु भयवच पतितानां पावनेभ्यो वैष्णवेभ्यो नमो नमः।